ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ ସାଇନ୍ସ କମର୍ସ ତ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନଙ୍କୁ ତ ପିଲାମାନେ ତମମାନଙ୍କର ମୁଁ ନେଇ ଆସିଛି ଗୋଟେ ପତ୍ର ତ 2025 ବୋର୍ଡ ଏକ୍ଜାମରେ ନିଶ୍ଚିନ୍ତ 100% ପତ୍ର କିମ୍ବା ଦରଖାସ୍ତ ପଡେ ଗୋଟେ ପତ୍ର ଯାହାର ପତ୍ର ଇଚ୍ଛା ଲେଖା ତାକୁ ଆସୁନି ମୁଁ କେମିତି ପତ୍ର ଲେଖେ ତ ପତ୍ର ବହୁତ ସହଜ ତ ଖାଲି ବୁଝିଯିବ ତମେ ବର୍ଣ୍ଣନା କରି ଲେଖିଦବ ବୁଝିହେଲା ସମସ୍ତେ ଲେଖିପାରନ୍ତିନି କୋଉଠି କଣ ଲେଖା ହବ ପତ୍ରରେ ବହୁତ ଗୁରୁତ୍ୱପୂର୍ଣ୍ଣ ତା ମାନେ କଣ ଲେଖା ଶୈଳୀ କେମିତି ଲେଖା ଶୈଳୀ ଯେତିକି ପଛେ ଲେଖୁ ପାରା କରୁ ଲେଖା ଶୈଳୀଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ ତମକୁ ଯଦି ଗୋଟେ ପତ୍ର ଲେଖିତେ ମୁଁ ଜଣଙ୍କ କତିକି ପଠେଇବି ଆଗେ ପତ୍ର ବ୍ୟବହାର ହଉଥିଲା ତ ଏଇନା ପତ୍ର ବେସିକାଲି ବ୍ୟବହାର ହେଇନି ଟେଲିଫୋନ ହେଇଗଲାଣି ତ ପତ୍ର ଜଣେ କହିବ ଲେଖିଦେ ତମକୁ ତ ଆସୁନଥିବ କହିବ +2 ପାଠ ପଢିଲୁଣୁ ପତ୍ର ଲେଖା ଆସୁନି ତ ପତ୍ର ଦରଖାସ୍ତ କଣ ନା ଯୋଉ ନିଜେ ଶିଖିବା ବହୁତ ଇମ୍ପୋର୍ଟାଣ୍ଟ ବୁଝିହେଲା ତ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଏଇଟା ଆମେ ବାପାଙ୍କୁ ପତ୍ର ଦବା କଣ ଦବା ନା ଆମ ଜୀବନର ଲକ୍ଷ୍ୟ ତ ଆମ ଜୀବନର ଲକ୍ଷ୍ୟ କଣ ତୁମ ମାନଙ୍କ ଜୀବନର ଲକ୍ଷ୍ୟ ଜଣାଇ ବାପାଙ୍କ ପାଖକୁ ଗୋଟେ ପତ୍ର ଲେଖିବା ବୁଝିହେଲା ତମ ଲେଖା ହେଲା ଭଦ୍ରକ ଏଟା ଲେଖା ହେଲା ତାରିଖ ଲେଖା ହେଲା ବୁଝିହେଲା ପିଲାମାନେ ଭଦ୍ରକ ତମ ଗାଁ ଲେଖିବ ଏଠି ଗାଁ ଲେଖି ତମେ ଡେଟ୍ ପକେଇବ ବୁଝିହେଲା ତାପରେ ଏଠି କଣ ଲେଖା ହବ ନା ଆମେ ସମ୍ମାନ ସହିତ ବାପାଙ୍କୁ ଜଣେଇବା ଯେହେତୁ ଆମେ ପୂଜ୍ୟାସ୍ପଦ ବାପା ଲେଖିବା ପୂଜ୍ୟାସ୍ପଦ ବାପା କଣ ଲେଖିବା ନା ମୋର ପ୍ରଣାମ ଗ୍ରହଣ କରିବେ ବାପାଙ୍କୁ କଣ ଲେଖିବା ନା ମୋର ପ୍ରଣାମ ଗ୍ରହଣ କରିବେ ଆଜି ଆପଣଙ୍କ ପ୍ରେରିତ ପତ୍ର ପାଇଲେ ମାନେ ଆପଣଙ୍କ ଯୋଉ ପତ୍ର ପଠେଇଥିଲେ ଆପଣଙ୍କ ପ୍ରେରିତ ମୁଁ ପତ୍ରଟେ ପାଇଲି ପରୀକ୍ଷା ପାଖେଇ ଆସିଲାଣି ତେଣୁ ଖୁବ୍ ପଢାପଢି କରିବାକୁ ପଡୁଛି ଦ୍ୱାଦଶ ପରୀକ୍ଷା ପରେ ମୋର ଲକ୍ଷ୍ୟ କଣ ମୋର ଭବିଷ୍ୟତ ପାଇଁ ଏବେଠୁ ମୁଁ କେଉଁ କେଉଁ ପଦକ୍ଷେପ ନେବାକୁ ଚାହୁଁଛି ସେ ବିଷୟରେ ଜାଣିବା ପାଇଁ ଆପଣ ଲେଖିଛନ୍ତି ବାପା ଲେଖିଛନ୍ତି ତ ପରୀକ୍ଷା ଦ୍ୱାଦଶ ପରୀକ୍ଷା ପରେ ଦଶମ ପରୀକ୍ଷା ପରେ ତୋର ହେଲା ତ ପରୀକ୍ଷା ପରେ ତୋର ଲକ୍ଷ୍ୟଟା କଣ ତ ଭବିଷ୍ୟତରେ ତୁ କଣ କରିବୁ ତୁ ମତେ କହ ମାନେ କଣ ଚାହୁଁଛୁ ତୁ ମତେ କହ ସେଇଆକୁ ତା ବାପାଙ୍କୁ ସେ ଲେଖିଛି ଚିଠି ଗୋଟେ କଣ ଲେଖିଲା ବାପା ଆପଣ କଣ ମତାମତ ଦେବେ ମୁଁ ଜାଣିନି ତଥାପି ମୋର ଭାବି ଜୀବନର ଲକ୍ଷ୍ୟ ମୁଁ ଏକ ରକମ ସ୍ଥିର କରିସାରିଛି ଆବାଲ୍ୟରୁ ସ୍ଥିର ଲକ୍ଷ୍ୟ ନେଇ ସାଧନା ଆରମ୍ଭ କରିଦେଲେ ଭବିଷ୍ୟତ ଲକ୍ଷ୍ୟ ମାନେ ଆବାଲ୍ୟରୁ ମାନେ ଛୋଟବେଳୁ ଯଦି ସ୍ଥିର ଲକ୍ଷ୍ୟ ନେଇ ସାଧନା ଆରମ୍ଭ କରିଦେଲେ ଭବିଷ୍ୟତ ଲକ୍ଷ୍ୟ ହୁଏ ନାହିଁ ବୋଲି ଆମେ ସାର୍ ମାନେ ସବୁବେଳେ କହନ୍ତି ମୋର ଦୃଢ ବିଶ୍ୱାସ ପ୍ରବଳ ଉଚ୍ଚଭିଳାଷୀ ରହିଲେ କାହାରି ଲକ୍ଷ୍ୟଚ୍ୟୁତ ହନେ ତାର ମାନେ ସାର୍ ସିଏ କହୁଛି ଯେ ସାର୍ ମାନେ କହୁଥିଲେ ମାନେ ଛୋଟବେଳୁ ସ୍ଥିର ଲକ୍ଷ୍ୟ କଲେ ତାହା କଣ ନା ଲକ୍ଷ୍ୟହୀନ ହୁଏନି କିନ୍ତୁ ମୋର ଦୃଢ ବିଶ୍ୱାସ ମୁଁ ଉଚ୍ଚଭିଳାଷୀ ରହିଲେ କାହାରି ଲକ୍ଷ୍ୟଚ୍ୟୁତ ଘଟେ ନାହିଁ ମୋ ବିଦ୍ୟାନୁରାଗ ଓ ସାଧନାର ସୀମା ଭିତରେ ରହି ମୁଁ ସ୍ଥିର ଲକ୍ଷ୍ୟ ମାନେ ମୋର ଯେତିକି ବିଦ୍ୟା ମୁଁ ଯେତିକି ଚାହିଁପାରିବି ଏଇ କାମଟା କରିପାରିବି ତା ସାଧନା ତା ସୀମା ଭିତରେ ରହିଲେ ମୁଁ କଣ ନା ସେଇ ଜାଗାରେ ପହଞ୍ଚି ପାରିବି ଲକ୍ଷ୍ୟରେ ପହଞ୍ଚିଛି ଯେ ବଡ ହେଲେ ମୁଁ ଜଣେ ଡାକ୍ତର ହେବି ସେ ସେମିତିଆ ପାଠ ପଢିଛି ବୋଲି ଦୃଢ ବିଶ୍ୱାସ କହୁଛି ଡାକ୍ତର ହେବି ଯଦି ପାଠ ପଢିନଥାନ୍ତା ସେ କେବେ ବି କହିନଥାନ୍ତା ମୁଁ ଡାକ୍ତର ହେବି ଦ୍ୱାଦଶ ପରୀକ୍ଷାରେ ମୁଁ ସାଫଲ୍ୟର ସର୍ବୋଚ୍ଚ ଶିଖରରେ ନିଶ୍ଚୟ ପହଞ୍ଚିବି ମୋ ନିଜ ଉପରେ ମୋର ଦୃଢ ବିଶ୍ୱାସ ରହିଛି ମୋର ସାଧନା କେବେ ବ୍ୟର୍ଥ ହେବ ନାହିଁ କହୁଛି ମୋର ସାଧନା କେବେ ବ୍ୟର୍ଥ ହେବ ନାହିଁ ଦ୍ୱାଦଶ ବିଜ୍ଞାନ ଶେଷ କରି ଯୋଉ କଣ +2 ବିଜ୍ଞାନ କଣ ନା +2 ବିଜ୍ଞାନ ଶେଷ କରି ମେଡିକାଲ ପ୍ରବେଶିକା ଦେଇ ଏବଂ ସଫଳତା ପ୍ରାପ୍ତ ହୋଇ ଡାକ୍ତରୀ ପଢି ଡାକ୍ତର ହେବି ସରକାରୀ ଚାକିରିକୁ ଅପେକ୍ଷା ନ ରଖି ମୁଁ ଏକ ସେବା ସଦନ ଖୋଲି ଡାକ୍ତର ହବ ସମସ୍ତଙ୍କ ସେବା କରିବ ଅନ୍ୟ ଡାକ୍ତର ମାନଙ୍କ ପରି ଅର୍ଥାର୍ଜନର ପ୍ରତିଯୋଗିତା ମନୋଭାବ ନ ରଖି ଜଣେ ନିଃସ୍ୱାର୍ଥ ଜନସେବକ ଭାବରେ ମୁଁ ନିଃସହାୟ ଗରିବ ରୋଗକ୍ରାନ୍ତ ବ୍ୟକ୍ତି ମାନଙ୍କ କଣ ସେ ସେବା କରିବ ମୋ ମାନବ ଜୀବନକୁ ମୁଁ ଧନ୍ୟ କରିଦେବି କଣ ରୋଗୀ ମାନଙ୍କ ସେବା କରି କାରଣ ମୁଁ ଜଣେ ମାନବ ସେବା ମୁଁ ଜାଣେ ଯେ ମାନବ ସେବା ହଉଛନ୍ତି ମାଧବ ମାନେ ଠାକୁରଙ୍କ ସେବା ତ
ତାପରେ ମୋ ଜୀବନର ଲକ୍ଷ୍ୟ ସମ୍ପର୍କରେ ଆପଣଙ୍କର ସ୍ପଷ୍ଟ ମତ ମୋତେ ପରପ୍ରତରେ ଜଣାଇବେ। ବୋଉ, ଜେଜେବାପା ଓ ଜେଜେମାଙ୍କୁ ମୋର ପ୍ରଣାମ ଜଣାଇଦେବେ। ମୁଁ ଭଲରେ ଅଛି। ଆମ ସ୍କୁଲ ଛାତ୍ରାବାସରେ ଖିଆପିଆ ଠିକଠାକ ଚାଲିଛି। ଇତି ଆପଣଙ୍କ ସ୍ନେହର ସିନୁ। ତମେ ଲେଖିବ ସବୁ ଆପଣଙ୍କ ସ୍ନେହର କଣ ତମ ନାଁ, ଠିକଣା, ଟିକଟ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଠିକଣା, ଟିକଟ। ପ୍ରେରକ, ଗ୍ରାହକ। ପ୍ରେରକ ମାନେ କଣ ନା ତମେ ନିଜେ, ଗ୍ରାହକ ମାନେ ତମେ ଯାହାକୁ ଦବ, ତମ ବାପାଙ୍କୁ ଦବ, ବାପାଙ୍କ ନାଁ ଲେଖିବ, ତମେ ଯୋଉଠି ରହୁଛ ସେଇଟା ଲେଖିବ, ଗ୍ରାହକ ତମ ବାପାଙ୍କ ନାଁରେ ଲେଖିବ। ବୁଝିହେଲା ପିଲାମାନେ? ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପତ୍ର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦବ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।